বিভিন্ন ସାଂସ୍କୃତିକ ଦଳ ଆଇସନ୍ ତାପରେ କଟକରୁ ନଟରାଜ ଏକାଡେମୀରୁ ଆଇସନ୍ତି ଆଉ ଏକ ଟଙ୍କିଆ ନୃତ୍ୟ ଦଳ ଆଇସନ୍ତି ଆଉ 3 ନମ୍ବର ଦିନେ ଯେନ୍ଟାକି ଆମର ରୁକୁ ସୁନା ପଶ୍ଚିମ ଓଡ଼ିଶାର ଗୋଟେ ଗାୟକାର ରକ୍ ଷ୍ଟାର ସେ ଆସିକରି ଆମର ଲୋକଙ୍କୁ ମନୋରଞ୍ଜନ କରିବା ପାଇଁ ଆମେ ବ୍ୟବସ୍ଥା କରିଛୁ। ସଂସ୍କୃତି ଲୋକକଳା ଲୋକନୃତ୍ୟ ଲୋକଗୀତ ଉଜ୍ଜୀବିତ ଉଦ୍ଦେଶ୍ୟରେ ଏହି ତିଖାଲି ମହୋତ୍ସବ କରାଯାଉଛି। ଆଗାମୀ ଦିନରେ ମଧ୍ୟ ଏହାକୁ ବଜାୟ ରଖାଯିବ ବୋଲି ଆମେ ଆଶା ରଖିଛୁ ଏବଂ ସମସ୍ତ ଜନସାଧାରଣଙ୍କୁ ନିବେଦନ କରୁଛୁ ଯେ ସମସ୍ତେ ଏହି ମହୋତ୍ସବର ମଜା ନିଅନ୍ତୁ। ଆଜିଠୁ 3 ଦିନ ଅଛି 13, 14, 15 ଆଉ ଲୋକଙ୍କର ସୁରକ୍ଷା ଦୃଷ୍ଟିରୁ ଆମେ ଗୋଟେ ପ୍ଲାଟୁନ ଫୋର୍ସ 9 ଜଣ ଅଫିସର ଅଛନ୍ତି ଏବଂ ଆମର 2 ଜଣ ଇନ୍ସପେକ୍ଟର 1 ଜଣ DSP ଅଛୁ ଆଉ ଆମେ ତାର ପାଟ୍ରୋଲିଂ ବ୍ୟବସ୍ଥା ଗୋଟେ ଗାଡ଼ିର ପାଟ୍ରୋଲିଂ ବ୍ୟବସ୍ଥା ବି ଚାଲିଛି ଆଉ ଲୋକଙ୍କ ସୁରକ୍ଷା ଆମର ହେଉଛି ପ୍ରାୟୋରିଟି ବେସିସରେ ଆମେ ଦେଖିବୁ ଲୋକ କେମିତି ସୁରୁଖୁରୁ ହିସାବରେ ଆସିକି ତାଙ୍କ ଆନନ୍ଦ ଉପଭୋଗ କରିବେ ସେଟା ପ୍ରତି ଆମେ ଧ୍ୟାନ ଦେଉଛୁ ଆଉ।